ହାଇ ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ମୁଁ ଝୁଡ଼ଙ୍ଗରେ ଗୋଟେ ନୂଆ ରେସିପି ବନେଇବା ପାଇଁ ଯାଉଛି ଯେଉଁଟା ଆପଣ ଭଜା ୟା ତ ରସରେ ଖାଇଥିବେ। ଆଜି ମୁଁ ଝୋଳ ବନେଇବା ପାଇଁ ଯାଉଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ତ ପ୍ରଥମେ ମୁଁ ଏଠି ଝୁଡ଼ଙ୍ଗକୁ ଭଲସେ ସାଇଜ୍ କରିକି ଛୋଟ ଛୋଟ ପିସ୍‌ରେ କାଟି ନେଇଛି। ତାପରେ ଆଳୁକୁ ବି ଏଇଭଳିଆ ସାଇଜ୍‌ରେ ମୁଁ କାଟି ନେଉଛି। ତାପରେ ଗୋଟେ କଡ଼େଇରେ ପକେଇଦେଲି ସୋରିଷ ତେଲ, ଜିରା ଫୁଟିଗଲା ପରେ ପିଆଜକୁ ହାଲକା ଭାଜି ଦେଇଥିଲି। ବେଶୀ ଗୋଲ୍ଡେନ୍ କରିବା କିଛି ଦରକାର ନାହିଁ। ତାପରେ ଝୁଡ଼ଙ୍ଗ ଆଳୁକୁ ଧୋଇକି ଏଇଠି ମୁଁ ଦେଇଦେଇଛି ଲୁଣ ହଳଦୀ ପକେଇକି ଘୋଡ଼େଇକି ସିଝିବା ପାଇଁ ଛାଡ଼ି ଦେଇଥିଲି। ଏଇଠି ଆମର 80% ଝୁଡ଼ଙ୍ଗ ପୁରା ସିଝି ସାରିଲାଣି। ତାରି ଉପରେ ଦେଇ ଦଉଛି ମୁଁ 2 ଚାମଚ ଅଦା ରସୁଣ ପେଷ୍ଟ। ଅଦା ରସୁଣ ପେଷ୍ଟକୁ ଦେଇକି ଭଲସେ ଏଇଠି ମୁଁ ଫ୍ରାଏ କରିନେଇଛି। ଅଦା ରସୁଣର ସ୍ମେଲ୍ ଯେମିତି ନ ଆସିବ। ତା ଉପରେ ଦେଇ ଦେଇଛି ମୁଁ ସବୁ ଗୁଣ୍ଡ ମସଲା, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଏସବୁ ଦେଇକି ଆଉ ଥରେ ଭଲସେ 2-3 ମିନିଟ୍ ମିକ୍ସ କରିନେଇଛି। ତା ଉପରେ ଦେଇ ଦେଇଛି ମୁଁ ଟମାଟର ପ୍ୟୁରି। ଟମାଟୋ ପ୍ୟୁରିକୁ ମୁଁ ଏଇଠି ଭଲସେ କଷି ନେଇଛି। ଟମାଟୋ ପ୍ୟୁରିଟା ଭଲସେ କଷି ହେଇଗଲା ପରେ ମୁଁ ଏଇଠି 1 ଗ୍ଲାସ୍ ପାଣି ଦେଇ ଦେଇଛି। ଆଉ ତାକୁ ଫୁଟିବା ପାଇଁ ଛାଡ଼ି ଦେଇଥିଲି। 4ରୁ 5 ମିନିଟ୍ ଫୁଟି ହେଇଗଲା ପରେ ଜହ୍ନି ବରା, ଭାତ, ଝୁଡ଼ଙ୍ଗ ତରକାରୀ, ଆଚାର, ପିଆଜ ସହିତ ସର୍ଭ କରିଦେଇଛି। ରୁଟି ସହିତ ବି ଆକୁ ଖାଇପାରିବେ। ଝୁଡ଼ଙ୍ଗ ରେସିପିଟା କେମିତି ଲାଗିଲା ମୋତେ କମେଣ୍ଟରେ ଜଣାନ୍ତୁ। ଏମିତି ନୂଆ ନୂଆ ରେସିପି ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ।